ଦୁଃଖ ତୋହର ମୁଁ ଆଗେ କହିଲେ କରି ବଇଁ ଦୂର। ହେ ଶୁଣି ବ୍ରାହ୍ମଣୀ ଯେ ବୋଲୋଇ ଉତ୍ତର ସତେ କର ତୁମ୍ଭେ ରାଜା କହିବ ଛାମୁର। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ ଯାହା ତୁମେ ମାଗ ତାହା ଦେବଇ ବୋଇଲେ। ଏହା ଶୁଣି ବ୍ରାହ୍ମଣ ଯେ ହରଷ ହୋଇଲା ମୋହର। ସୁଦଶା ବ୍ରତ ଚିଲ ଘେନି ଗଲା ତୁମ୍ଭର ଯେ ମହାଦେଇ ବ୍ରତ କରୁଛନ୍ତି ସେହି ବ୍ରତ ଗୋଟି ମତେ ଦେବ ହୋ ନୃପତି। ଏହା ଶୁଣି ମହାରାଜା ସନମତ କଲେ ବ୍ରାହ୍ମଣୀ ଘେନି। ରାଜା ଚଇଗଲେ ବ୍ରାହ୍ମଣୀକୁ ସିଂହଦ୍ୱାର ବସାଇ ନୃପତି ଅନ୍ତଃପୁରକୁ ଗମନ କଲେ ଯେ ତଡ଼ପି ରାଣୀକୁ ଯାଇଣ ନଳ। ରାଜା ଯେ କହିଲେ ଆମ୍ଭକୁ ଏକ ମାଗୁଣି ଦେବି କି ବୋଇଲେ। ଏହା ଶୁଣି ମହାରାଣୀ ସ୍ତବ୍ଧ ବୋଇଲେ ଆମ୍ଭକୁ କେହି ମିଳିବ ଦେବଇ ବୋଇଲେ ନଳ। ରାଜା ବୋଇଲେ ଗୋ ସତ୍ୟ ଏବେ କର। ତେବେ ମୁଁ କହିବି ସିନା ମାଗୁଣି ମୋହର। ଏହା ଶୁଣି ମହାଦେଇ ସତ୍ୟ ବାକ୍ୟ କଲେ ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋଇ ବୋଇଲେ। ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର ଶ୍ରୀ ସୁଦଶା ବ୍ରତ ଗୋଟି ଦିଅ ତୁମ୍ଭର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ ଶ୍ରୀ ସୁଦଶା ବ୍ରତ ଦେବା ନୁହେଁ ବୋଇଲେ ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି। ବ୍ରତ ଦେଲେ କନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ନ୍ତି। ଦାରିଦ୍ର୍ୟ ବିକୁକ ବ୍ୟାଧି ମନ୍ତ ସହି ହୋଇ ଲକ୍ଷ୍ମୀଙ୍କୁ ବ୍ରତ ଏହା ଦେଇ ନ ପାରଇ ଜଞ୍ଜାଳ କରିଣ। ରାଜା ପୁନଶ୍ଚ ମାଗିଲେ ହସ୍ତରୁ ଖସ୍ତା ବ୍ରତ ରାଜା করে ଦେଲେ। ବ୍ରତ ପାଇ ମହାରାଜା ବେଗେ ଚଇ ଗଲେ ବ୍ରାହ୍ମଣୀ ହସ୍ତରେ ବ୍ରତ ଦେଇଣ ଯେ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା ରାଜାଙ୍କୁ ଆଶୀଷ କରି ନିଜ ପୁର ଗଲା। ସେ ବ୍ରତ ନେଇ କଞ୍ଚା ଦୁଧରେ ଧୋଇଲା 10 ଗୋଟି ମଶା କରି ପାଣି ଛଡ଼ାଇଲା। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲେ ପାରଣ କରି ବ୍ରାହ୍ମଣୀ ରହିଲେ। ନାରଦକୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛ କଲେ ନଳ ରାଜାଙ୍କର କିସ ହୋଇଲେ ବୋଇଲେ। ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ ନଳ ରାଜାଙ୍କ ବିପତ୍ତି ତତେ ଦେବା କହି ଚରିଯିବା ଗୋରୁ ଗାଈ। ଗୋରୁ ଆଉ ଘରକୁ ନଇଲେ ପୋତିଲାର ଧନ ସବୁ ବାସୁକି ହରିଲେ। ଧାନ ଚାଉଳ ତ ସବୁ ବସି ସେ ଯେ ଖାଇଲେ। ଆସୀନ ରାଜ୍ୟରେ ଉପଗତ ହେଲେ ରାଜା ରାଣୀ ଅନ୍ନ ବସ୍ତ୍ର କିଛି ନ ପାଇଲେ। ରାଜାଙ୍କୁ ରାତ୍ର କାୟ ପୁରୁଷ ଡାକିଲେ ରାଜ୍ୟ ଛାଡ଼ି କରି ରାଜା ପଳାଇଣ ଯାଅ। ରାଜେ ଥିଲେ ନିଶ୍ଚୟ ମରିବୁ ପନ୍ହା। ଏହା ଶୁଣି ନଳ ରାଜା ତିଣ ଉଠିଲେ ମହାଦେଇ ପାଶେ ଯାଇ ସକଳ କହିଲେ ଚାଲ ତୁମ୍ଭ ପିତା ଘର ଯିବା ସେ ବୋଇଲେ। ଏହା ଶୁଣି ମହାଦେଇ ସନମତ କଲେ ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ ଗୃହକୁ ଛାଡ଼ିଣ ବିଜେ। ରାଜା ରାଣୀ କଲେ ପ୍ରଥମ ଥର ଏଠାରେ ସ୍ନାନ ରାଣୀ କରିବା ବୋଇଲେ। ପାଖରେ ତ କିଛି ନାହିଁ କଣ ଖାଇବା। ଚାରୋଟି ଗଡ଼ିଶା ମାଛ ଧରିଣ ଆଣିଲେ। ଏହା ମାଛ ପୋଡ଼ି ରାଣୀ ଥାଇ ନେଇ ପାଖେ ଗ୍ରାମେ ଭିକ୍ଷା ମାଗିଣ ଆଣଇ। ଏହା କହି
ରାଜା ବିଜେ କରିଗଲେ। ବିଷ୍ଣୁଙ୍କର ପଣ୍ଡା ଘରେ ପ୍ରବେଶ ହୋଇଲେ। ଆମ୍ଭକୁ ଭୋଜନ କିଛି ଦେବକୀ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ପାଣି ଆଣି ଅରସ ହୋଇ ରାଜା ଲେଉଟି ଅଇଲେ। ଗୃହେ ପତ୍ନୀ ଘରେ ଅନ୍ନ ଦାନକୁ ଥୋଇଲେ। ଝାମ୍ପ ଦେଇ କାପ ଦେଇ ଦାନ ଘେନି ଗଲା। ତଳେ ପଡ଼ି ଅନ୍ନ ମାଟି ହୋଇଗଲା। ବିରସ ହୋଇଣ ରାଜା ସେଠାରୁ ଏଲେ। ଏହା ଦେଖି ମହାରାଣୀ ସ୍ତବ୍ଧ ହେଲେ। ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ ସେହି ମାଛ ଜିଭ ପାଇ ଗଲେ ଡେଇଁ। ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ। ପାଶେ ଆସି ମହାରାଜା ମିଳିଲେ ବହନ। ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭଙ୍କୁ। ପୋଡ଼ା ମାଛ ଜିଭ ପାଇ ଡେଇଁଲା ଜଳକୁ। ଏହା ଦେଖି ମହାରାଜ ଭୀଷ୍ମ ହୋଇଲେ ଚାଲ ଏଠାରୁ। ରାଜା ବୋଲିଣ ବୋଇଲେ। ଏତେ କହି ରାଜା ରାଣୀ ବିଜେ କରିଗଲେ। ବନସ୍ତ ଭିତରେ ଏକ ଦ୍ୱୀପ ଯେ ଦେଖିଲେ। ଶୋଭାଚନ୍ଦ୍ର କୁମାରକୁ କୋଳରେ ଧଇଲେ। ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ। ଏମତେ ସମୟରେ ଏକ କୁମ୍ଭୀର ମିଳିଲା। ଶୋଭାଚନ୍ଦ୍ର କୁମାରକୁ ତଡ଼େ ଗିଳିଲା। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ। କାନ୍ଦି କାନ୍ଦି ଯାଇ ପଶିଲେ। ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ। ରାଜା ରାଣୀ ସେ ମନ୍ଦିର ଭିତରେ ରହିଲେ। ଅଳଙ୍କାର ଖୋଲି ଆଞ୍ଚରେ ବାନ୍ଧିଲେ। ସେହାଠାରେ ରାଜାରାଣୀ ଶ୍ରମେ ନିଦ୍ରା କଲେ। ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା। ରାଣୀ ଅଳଙ୍କାର ମାନ ସବୁ ଗିଳିଦେଲା। ରାଣୀଙ୍କ ନୟନ କାଳ ନିଦ୍ରା ଯେ ଘାରିଲା। ରାଣୀଙ୍କୁ ଛାଡ଼ି ରାଜା ତହୁଁ ପଳାଇଲେ। ସେଠାକାରୁ ନଅ ରାଜା ଭ୍ରମିଗଲେ। ଭୀମ ରାଜା ଯାଇ ପ୍ରବେଶ ହୋଇଲେ। ଭୀମ ରାଜା ଆଗରେ ସେ ଜଣାଇଲେ ଯାଇ ଆମ୍ଭଙ୍କୁ ରଖ। ହେ ରାଜା କିଛି ପଣ ଦେଇ କେଉଁ ଦେଶ ଘର ପୁଣି କେଉଁ ଜାତି ଶୁଣ। କେଉଁ କେଉଁ ବିଦ୍ୟା ମାନ କରିଛି ସାଧନ। ନଅ ରାଜାଙ୍କର ସୂପକାର ଥିଲେ ମୁହିଁ ଗୌରୀ ସଉରି ବିଧି ରାନ୍ଧଣା ଜାଣଇ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ। ଆଜ୍ଞା ପାଇ ରାଜା ସନ୍ମତ କଲେ। ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲା। ରାଣୀ ନିଦ୍ରା ଉଠିଲେ। ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରି ରାଜାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲା। ଛନ୍ନ ଛନ୍ନ ହୋଇ ସେ ସ୍ଥାନରୁ ଚଳିଗଲା। ବାଟେ ପଚାରିଣ ଗଲା। ଭୀମ ରାଜା ରାଜ୍ୟେ ଯାଇ ପ୍ରବେଶ ହୋଇଲେ। ଭୀମସେନ ଅନ୍ତଃପୁରେ ଯାଇ ମିଳିଲା। ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା। ଦମୟନ୍ତୀ କହନ୍ତି ଯେ ମୁହାଁ ଦେଇ ବାସ ଭାତ ଲୁଗା ଦେଇ ରଖ ତୁମ୍ଭର ଉଆସ। ନଅ ରାଜାଙ୍କ ଦାସୀ ଥିଲା ମୁହିଁ କର୍ମ ଅଭାଗ୍ୟରୁ ସେଠାରୁ ଆସଇ। ଏହା ଶୁଣି ମହାଦେଈ ହରଷ ହୋଇଲେ। ଆମ୍ଭ ଅନ୍ତଃପୁରେ ଦାସୀ ହୋଇ ଥାଅ ଭଲେ। ଏହା ଶୁଣି ଦମୟନ୍ତୀ ସନ୍ମତ କଲେ। ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ 101। ଏଥି ଅନନ୍ତ ଶୁଣ ଇନ୍ଦ୍ର ମନ ଦେଇ। ନଳ ରାଜାଙ୍କର ଶୁଭ ବାର୍ତ୍ତା ହେବା କହି ଭାଦ୍ର ମାସ ଶୁକ୍ଳପକ୍ଷ 10ମ ଗୁରୁବାର ଶ୍ରୀ ସୁଭଦ୍ରା ବ୍ରତ ଗୋଟି ପଡ଼େ। ସେଦିନର ପାଟ ଜ୍ୟୋତିଷ ଯାଇ ରାଣୀକୁ କହିଲା କାଲିଠୁ ସୁଦଶା ବ୍ରତ ପଡ଼ୁଛି। ବୋଇଲା ଜ୍ୟୋତିଷ ଧନରତ୍ନ ଦେଇ ବିଦା କଲା। ଦାସୀମାନଙ୍କୁ ଡାକିଣ ବୁଝାଇ କହିଲା। ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ। ଏକ ବନ ଗାଈର ସେ ଗୋବର ଆଣିଲେ। ସୁସଞ୍ଚ କରିଣ ଘର ଦୁଆର ଲିପିଲେ। ନଦୀରେ ସ୍ନାନ କରି ଘରକୁ ଆସିଲେ। ତଣ୍ଡୁଳ ବାଟିଣ ଖୁଣ୍ଟିଆୟ ପଣା ଦେଲେ। ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କହିଲେ ମହାରାଣୀ ମୋ ପ୍ରତି ଯଦି ଦୟା ହେବ ଓଷାର ପଣା ଦେବେ। ମୋତେ
କୁ କରନ୍ତି କହିଲେ। ଏହା ଶୁଣି ମହାଦେବୀ ସନ୍ତୋଷ ହୋଇଲେ। ବ୍ରତ ଯେବେ ଫରକ ବୋଇଲେ ଦମୟନ୍ତୀ ଶୀଘ୍ର ସ୍ନାନ କରିଣୁ ଆସିଲେ। ଅତି ଯତନରେ ନେଇ ଖଟିକେ ଚାପିଲେ। ହଳଦୀ ଚନ୍ଦନ ନେଇ ଖଟ ପରେ ଦେଲେ। ଚ୍ୟୁତ ଡାଳ ଦେଇ ଦୀପମାନ ଲଗାଇଲେ। ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ। ପୁର ମଣ୍ଡା 10 ଗୋଟି ଆଗରେ ଥୋଇଲେ। ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ। ଲକ୍ଷ୍ମୀ 10 ନାମ ଧରି ବ୍ରତ ଗଣ୍ଠି ଦେଲେ। ଆସ ଆସ ମହାଲକ୍ଷ୍ମୀ ହୃଦୟ ସୁମରିଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ। ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ। ତୃତୀୟ ଗଣ୍ଠିର ନାମ ଶ୍ରୀ ହରପ୍ରିୟା। ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା। ପଞ୍ଚମ ଗଣ୍ଠିର ନାମ ସିନ୍ଦୂର ଅଟଇ। ଷଷ୍ଠ ଗଣ୍ଠିର ନାମ ହୋଇଲା ଚଞ୍ଚଳା। ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ। ଅଷ୍ଟମ ଗଣ୍ଠିର ନାମ ସିନ୍ଦୂର ଦୁଲଣୀ। ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ। ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ପରମା ଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ। ଭୋଗରୁ ଲକ୍ଷ୍ମୀ ମତେ ଅନୁଗ୍ରହ ହେଉ। ପୁତ୍ର ଗେରସ୍ତ ୟାବର ରାଜ୍ୟ ପ୍ରାପ୍ତେ ହେଉ। ଏସନ ଭାବନା କରି ମନେ ସୁମରିଲେ। ପ୍ରସନ୍ନ ହୋଇଣ ଲକ୍ଷ୍ମୀକୁ କହିଲେ ଯାଅ ତୋର ପୁଅ ସ୍ୱାମୀ ପ୍ରାପ୍ତ ହୋଇବେ। ତୋର ହସ୍ତେ ଶତ୍ରୁମାନେ ନିପାତ ହୋଇବେ। ନଳ ରାଜାଙ୍କୁ ସନ୍ତୋଷ ହୋଇଲେ। ଏଣ ବଳ ରାଜାଙ୍କର ମନ୍ତ୍ରୀ ବିଚାରିଲେ। ଆମ୍ଭର ଯେ ମହାରାଜା କେଣେ ଚଳିଗଲେ। ରାଜ୍ୟର କାହାକୁ ରାଜା କରିବା ହୋଇଲେ। ଏହା ଶୁଣି କେହି ବୋଲେ ହେବି ମୁଁ ରାଜନ। ଆଉ ବୋଲେ ମୁଁ ହେବି ନିପୁରଣ। ଏହିପରି ପରସ୍ପରେ କହିଲେକ। ଗୋୟ ତହିଁ ସୁବୋଧି ନାମରେ ଥିଲା ମନ୍ତୀବର। ମନ୍ତ୍ରୀ କହେ ଆମ୍ଭ ରାଜା କେଉଁଠାରେ ଛନ୍ତି। ଆଉ ଜଣେ କେଉଁପରି ଶୋଇବ ନୃପତି। ମନ୍ତ୍ରୀ ବୋଇଲେ ଶୁଣ ସର୍ବେ ମୋର ବିଚାର। ପଟ ହସ୍ତୀକୁ ମଣ୍ଡି ଛାଡ଼ି ତାହା ସତର ସୁବର୍ଣ୍ଣ କଳସୀ ଗଙ୍ଗା ଜଳ ଶିରେ ଦେଇ ଛାଡ଼ି ଦେବ। ଯାହା ପରେ ଢାଳିବ ଯେ ସେହି ତାହାକୁ ରାଜ୍ୟରେ ରାଜା କରି ଜାଣ। ପାଟହସ୍ତୀ ମଣି ଛାଡ଼ି ଦେଲେ ତତ୍କ୍ଷଣ। ମନ୍ତ୍ରୀ ପୁରୋହିତ ସହ ଚଳିଲେ। ରାଜ୍ୟର ପରଜା ବୃନ୍ଦ ଶୈବ୍ୟ ଗୋଡ଼ାଇଲେ। ନିଜ ଇଚ୍ଛା ମତେ ହସ୍ତୀ ଦ୍ରୁତଗାମୀ ଭୀମ ରାଜା ରାଜ୍ୟ ପ୍ରବେଶ। ହସ୍ତୀ ପଶିଲେ। ହସ୍ତୀ ଯାଇ ପାଟହସ୍ତୀ ଯାଇ ନଳ ରାଜାଙ୍କୁ ଭେଟିଲେ। ସୁବର୍ଣ୍ଣ କଳସ ଜଳ ଶିର ଢାଳିଲେ। ରାଜାଙ୍କୁ ନେଇ ହସ୍ତୀ ପୁଷ୍ପେ ବସାଇଲେ। ଜୟ ନଳ ରାଜା ବୋଲି ଉଚ୍ଚ ଡାକ ଦେଲେ। ସେ ନଗ୍ରରେ ନର ନାରୀମାନେ ଦେଖୁଥିଲେ। ରାଜାଙ୍କ ଅଗ୍ରତେ ଯାଇ ସମସ୍ତେ କହିଲେ ଗୁପ୍ତେ ନଳ ରାଜା ସୁପକାର ପଣେ ଥିଲା। ଏଥିବା ଯାଏ ତାହା କେହି ନ ଚିହ୍ନିଲା। ତାଙ୍କ ରାଜ୍ୟ ପାତ୍ର ମନ୍ତ୍ରୀ ସମସ୍ତେ କହିଲେ ନଳ ରାଜାଙ୍କ ହସ୍ତୀରେ ପୁଷ୍ପ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ। ଗୌରବ କରି ଘେନି କଲେ। ଦମୟନ୍ତୀ ରାଣୀଙ୍କୁ ଚିହ୍ନିଲେ। ନାମ ଦମୟନ୍ତୀ ଦୁହିତା। ବୋଇଲେ କି ନିମନ୍ତେ ବିରୂପ ରୂପ ହୋଇଥିଲେ। ଦମୟନ୍ତୀ ଏହା ପୁଣି ବୁଝାଇ କହିଲେ ଲକ୍ଷ୍ମୀ ଦ୍ରୋହା କରିବାରୁ ରାଜ୍ୟ ତଡ଼ାଇଲେ। ବନସ୍ତ ମଧ୍ୟରେ ଶୁଭାଚନ୍ଦ୍ରକୁ ହରାଇ ମତେ ଛାଡ଼ିକରି ରାଜା ଗଲେ ପଳାଇ। ଏହା ଶୁଣି ମହାଦେବୀ ରାଜାଙ୍କୁ କହନ୍ତି ଆମ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି। ଭୀମ ରାଜା କହନ୍ତି ନଳ ଆସିଛନ୍ତି। ଏହା ଦେଖି ରାଜାରାଣୀ ହରଷ ହୁଅନ୍ତି। ଦମୟନ୍ତୀକୁ ନଳବାସ କଲେ। ଦମୟନ୍ତୀକୁ ଦେଖିଣ ନଳ ଖୁସି ହେଲେ। ରାଣୀଙ୍କ ପାଦ ତଳେ ପଡ଼ିଲେ। ମନବାଞ୍ଛା ପୂର୍ଣ୍ଣ ହେଉ ବୋଲିଣ ବୋଇଲେ। କିଛି ଦିନ ନଳ ପୁଣି ରହିଲେ। ଏହା ଦେଖି ରାଜାରାଣୀ ହରଷ ହୋଇଲେ। ରାଜାଙ୍କ ଅଗ୍ରତେ ଯାଇ ନଳ ଜଣାଇଲେ ନିଜ ରାଜ୍ୟ ଯେ
ଯିବୁ ଆମ୍ଭେ ଆଜ୍ଞା ହୋଇଲେ ବିଧି ମତେ ସନମାନ ରାଜାଙ୍କୁ ଯେ କଲେ ପାଟ ପୀତାମ୍ବରୀ ଯେ ପିନ୍ଧିଲେ ନାନା ଅଳଙ୍କାର ଦେଇ ଭୂଷଣ କରିଲେ ବିନୟ। ହରିଣ ରାଣୀଙ୍କୁ ମାତାଙ୍କୁ କହିଲେ ଦୟା ରଖିବ ପିତା ମାତାଙ୍କୁ କହିଲେ ଆଶିଷ କଲ୍ୟାଣ କରି ବିନୟ ଧରିଗଲେ ହୋଇଲେ ରତ୍ନ ହାନ୍ଦୋନରେ ନେଇ ବିଜେ କରାଇଲେ ବିନୟ। ହରିଣ ରାଣୀଙ୍କୁ ଦାସୀଙ୍କୁ କହିଲେ ସେ ସ୍ନେହ ସଦା ରଖିଥିବ ପ୍ରଜାମାନେ ବିଦାୟ ଦିଅ ପାଉଛି ନିଜ କର୍ମ ସ୍ଥଳେ। ଶୁଭ ବେଳେ ରାଜା ରାଣୀ ରାଜ୍ୟକୁ ଗମିଲେ ପାତ୍ର ମନ୍ତ୍ରୀ ବେ ସଙ୍ଗେ ଗଢ଼ାଇଲେ ଶଙ୍ଖ ଶବଦରେ ରାଜ୍ୟ କମ୍ପାଇଲେ। ଶୁଭ ଅନୁକୂଳ ଧରି ବାହାର ହୋଇଲେ କିଛି ଦୂର ଗଲା ପରେ ମନ୍ଦିର ଭେଟିଲେ ଜୟ ଶଙ୍ଖବୀର ଶବ୍ଦ ତୁରୀ ବଜାଇଲେ ଯେଉଁ ମୟୂରଟି ରାଣୀ ମାୟା ଗେଇଥିଲା ରାଜାରାଣୀଙ୍କୁ ଚିହ୍ନିଣ ଅଧ୍କାରିଣ ଦେଲା ଅଳଙ୍କାର ପାଇ ରାଣୀ ହରଷରେ କହିଲେ ସୁର ଦେବ ରାଣୀ ଶାପମୁକ୍ତ ହୋଇ ଗଲେ। ଏଠାରୁ ପାତ୍ର ମନ୍ତ୍ରୀମାନେ ବିଦା କଲେ ତୁମ୍ଭେମାନେ ଯାଅ ଭଲେ ଆମ୍ଭ ଯିବୁ ଭଲେ। ମନ୍ତ୍ରୀ ବିଦା ହୋଇଲେ ରାଣୀ ବହୁତ ଆସି ଶୁଣିଥିଲେ ପୃଷ୍ଠେ ବସି ରାଜା ରାଣୀ ଚଳିଗଲେ ବନସ୍ଥ କନ୍ଧରେ ନଦୀ ନିକଟେ ମିଳିଲେ ଧ୍ୱନି ଶବ୍ଦରେ ନଦୀ କମପିଗଲା ଶବ୍ଦ ଶୁଣିଣ କୁମ୍ଭୀର ତଡ଼ିତ ଆସିଲା